ଗ୍ରହଣରେ ଚୈତନ୍ୟ ମହାପ୍ରଭୁଙ୍କୁ ଏତିକି ପ୍ରଶଂସା କରୁଥିଲେ। ସମସ୍ତେ ଜାଣିଥିଲେ କି ଚୈତନ୍ୟ ମହାପ୍ରଭୁ ଭଗବାନ କୃଷ୍ଣ ନିଜେ ଯେତେବେଳେ କାହିଁକି ନା ବିଷ୍ଣୁ ପୁରାଣରେ ବିଷ୍ଣୁ ସହସ୍ର ନାମରେ ବର୍ଣ୍ଣନା କରାଯାଇଛି, ଭାଗବତମରେ ବି ବର୍ଣ୍ଣନା କରାଯାଇଛନ୍ତି କି ମହାପ୍ରଭୁ ସଚୀ ମାତାଙ୍କ ଗର୍ଭରେ ଆସିବେ ଆଉ ନଦିଆ ନବଦ୍ୱୀପ ଧାମରେ ଭଗବାନ ବିଭିନ୍ନ ଲୀଳା ବିସ୍ତାର କରିବେ ବୋଲି। ସମସ୍ତେ ଜାଣିଥିଲେ କି ଚୈତନ୍ୟ ମହାପ୍ରଭୁ କୃଷ୍ଣ ନିଜେ ବୋଲି, କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କୁ ଯେତେବେଳେ ତାଙ୍କର ଭକ୍ତ ମାନେ କହୁଥିଲେ କି ଆପଣ ଭଗବାନ କୃଷ୍ଣ ବିଷ୍ଣୁ ନିଜେ ବୋଲି, ତୁରନ୍ତ ସେ କାନରେ ହାତ ଦେଇ ଦଉଥିଲେ, କହୁଥିଲେ ବିଷ୍ଣୁ ବିଷ୍ଣୁ ବିଷ୍ଣୁ। ଅର୍ଥାତ୍ ଲୋକ ଶିକ୍ଷା ନିମନ୍ତେ ଚୈତନ୍ୟ ମହାପ୍ରଭୁ ଥିଲେ କି ଗୋଟେ ଜୀବକୁ କେବେ ବି ଭଗବାନ ବୋଲି ତୁଳନା କରିବନି। କିନ୍ତୁ ଭଗବାନ ତ ଭଗବାନ ନା, ଭଗବାନ ତାଙ୍କର ଭଗବତ୍ତାକୁ କେମିତି ଲୁଚେଇବେ। ଅଲଗା ଅବତାରରେ ଭଗବାନଙ୍କର ଯୋଉ ଷୋଳ ଐଶ୍ୱର୍ଯ୍ୟ ଅଛି କି ଭଗବାନ ସବୁଠୁ ସୁନ୍ଦର ହେଇଥିବେ, କି ସବୁଠୁ ଧନବାନ ହେଇଥିବେ, ଶକ୍ତିମାନ ହେଇଥିବେ, ତ ବିଭିନ୍ନ ଐଶ୍ୱର୍ଯ୍ୟ ସୁନ୍ଦର ଭାବରେ ଭଗବାନ କଣ କରିଛନ୍ତି, ପ୍ରତିପାଦ୍ୟ କରିଛନ୍ତି। ବିଶେଷ କରି ପରିପୂର୍ଣ୍ଣ ରୂପରେ ଶ୍ରୀକୃଷ୍ଣଙ୍କର ଅବତାରରେ, ଚୈତନ୍ୟ ମହାପ୍ରଭୁଙ୍କ ଅବତାରରେ ଯେତେବେଳେ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ କହିଲେ, ଯେତେବେଳେ ଜଗାଇ ଆଉ ମଧାଇଙ୍କୁ ଭଗବାନ କଣ କରିବା ପାଇଁ ଯାଉଥିଲେ, ଏଇ ଚକ୍ରରେ ସୁଦର୍ଶନକୁ ଆହ୍ୱାନ କରୁଥିଲେ ତାଙ୍କୁ ମାରିବା ପାଇଁ, ଯିଏ ନିତ୍ୟାନନ୍ଦ ପ୍ରଭୁଙ୍କୁ ନାମ ପ୍ରଚାର ସମୟରେ ତାଙ୍କର ପତ୍ର ପକେଇକି ତାଙ୍କ ମୁଣ୍ଡ ଫଟେଇ ଦେଇଥିଲେ। ତ ସେତେବେଳେ ଚୈତନ୍ୟ ନିତ୍ୟାନନ୍ଦ ପ୍ରଭୁ କହିଲେ କି ଆପଣଙ୍କର ଏଇ କଳି ଯୁଗରେ ଆମ ଯୋଉ ଭକ୍ତର ଅବତାରରେ ଆସିଛନ୍ତି, ତ ୟାର ଅସ୍ତ୍ର ଧାରଣ କରିବେନି, କିନ୍ତୁ ଆପଣଙ୍କର ଗୋଟେ ବିଶେଷ ଅସ୍ତ୍ର ଆପଣ ଆଣିକି ଆସୁଛନ୍ତି, ସଂକୀର୍ତ୍ତନ ଅସ୍ତ୍ର। ସଂକୀର୍ତ୍ତନ ମାଧ୍ୟମରେ ଆମ ହୃଦୟରେ ଯାହା ବି କଳମସ ଅଛି ନଷ୍ଟ ହେଇଯାଇପାରିବ। ତେଣୁ ବିଶେଷ ଅଲଗା କୌଣସି ଅସ୍ତ୍ର ଧାରଣ କରିବାର ଆବଶ୍ୟକତା ନାହିଁ। ଚୈତନ୍ୟ ମହାପ୍ରଭୁ ଥିବା ସମୟରେ ବିଭିନ୍ନ ଜାଗାରେ ବୁଲି ସାଉଥ ଇଣ୍ଡିଆ, ନର୍ଥ ଇଣ୍ଡିଆ ସବୁଆଡେ, କାଶୀ ବାରାଣସୀ ଏମିତି ସବୁଆଡେ ବୁଲିକି ଭଗବାନ କଣ କରିଥିଲେ, ବିଭିନ୍ନ ସମ୍ପ୍ରଦାୟରୁ ସବୁ ଲୋକଙ୍କୁ ଉଦ୍ଧାର କରିଥିଲେ। ଶୁଦ୍ଧ ଭକ୍ତିର ମାର୍ଗକୁ ସେମାନଙ୍କୁ ଆଣିଥିଲେ। ସେ ମାୟାବାଦୀ ହୁଅନ୍ତୁ କି କର୍ମବାଦୀ କର୍ମକାଣ୍ଡି ହୁଅନ୍ତୁ, କେହି ବି ହୁଅନ୍ତୁ, ବୁଦ୍ଧିଜିମରେ ହୁଅନ୍ତୁ, ସମସ୍ତଙ୍କୁ ଆଣିକି ଆସିଥିଲେ। ତ ମହାପ୍ରଭୁଙ୍କର ଅସ୍ତ୍ର କଣ ଥିଲା? ରୋମାଞ୍ଚ କମ୍ପାସ ତରଙ୍ଗ ଭାଜୁ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦମ୍। ଚୈତନ୍ୟ ମହାପ୍ରଭୁଙ୍କର ଅସ୍ତ୍ର ଥିଲା ଅଶ୍ରୁ ସ୍ୱେଦ କମ୍ପଜ ହସ୍ତ ସାତ୍ଵିକ ବିକାର। ତ ଭଗବାନଙ୍କୁ ଦେଖିଦେଲେ, ଭଗବାନ ତ ଏମିତି ସୁନ୍ଦର ଦେଖାଯାଆନ୍ତି, ଭଗବାନ ଯେତେବେଳେ ନୃତ୍ୟ କରନ୍ତି ସମସ୍ତେ ଆନନ୍ଦରେ ଥାଆନ୍ତି, କିନ୍ତୁ ତାଙ୍କର ମା ଦୁଃଖରେ ଥାଆନ୍ତି। କାହିଁକି? ତାଙ୍କ ମା ଚୈତନ୍ୟ ମହାପ୍ରଭୁ ଯେତେବେଳେ ନୃତ୍ୟ କରନ୍ତି, ତାଙ୍କର ପାଦ ମାଟିରେ ହିଁ ଲାଗେନି, ସବୁବେଳେ ଆସମାନ ହିଁ ଥାଆନ୍ତି। ତ ଭଗବାନଙ୍କର ଶରୀର ଏତେ ସୁନ୍ଦର ଥାଏ ଆଉ ଏତେ ନରମ ଥାଏ, ଲହୁଣୀ ଭଳିଆ ଥାଏ ନରମ। ତ ଯେତେବେଳେ ଭଗବାନ ନୃତ୍ୟ କରୁଥାନ୍ତି, ତ ଧାଁ କିନି କଚାଡି ହେଇକି ତଳେ ପଡନ୍ତି। କାହିଁକି ନା ଭୂମିରେ ପତିତ ହେଲେ କଷ୍ଟ ଆସେ ମା କୁ। ତେଣୁ ନିତ୍ୟାନନ୍ଦ ପ୍ରଭୁ କୁହନ୍ତି କି ତୁମେ ସବୁବେଳେ ନିମାଇ ତାଙ୍କ ନାଁ ଥିଲା ସେତେବେଳେ, ନିମାଇ ପାଖରେ ଥିବ। କାହିଁକି ନା ଉଦଣ୍ଡ କୀର୍ତ୍ତନ କରିବାରେ ଚୈତନ୍ୟ ମହାପ୍ରଭୁ ସେଇଥିପାଇଁ ଆସିଥିଲେ। ତ ଅସ୍ତ୍ର ଧାରଣ କରିଦେଲେ କଣ? ଶ୍ଵେତ ଅଶ୍ରୁ କମଦଷ୍ଟ ସାତ୍ଵିକ ବିକାରକୁ ମାଧ୍ୟମରେ ତାଙ୍କର ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିଥିଲେ, ଆଉ ସଂକୀର୍ତ୍ତନ ଅସ୍ତ୍ର ଧାରଣ କରିଥିଲେ। ସଂକୀର୍ତ୍ତନ ଦ୍ଵାରା ଜଣଙ୍କର ହୃଦୟ କଣ ହୁଏ? କୋମଳ ହେଇଯାଏ। ଯୋଉ ଶ୍ରଦ୍ଧା ପୁନଃ ଯୋଉ ବିସ୍ଥାପିତ ହେଇଯାଇଥିଲା ଆମର ଭଗବାନଙ୍କର ଚରଣ କମଳରୁ, ପୁନଃ ସେ ସ୍ଥାପିତ ହେଇଯାଏ ଆଉ ହୃଦୟ ନିର୍ମଳ ହେଇଯାଏ। କିନ୍ତୁ ଯୋଉ ଆଜି ଆମେ ପଢିଲେ ଦଶନାମ ଅପରାଧରେ, ନବମ ଅପରାଧରେ ବିଶେଷ କରି ଅଶ୍ରଦ୍ଧାଳୁ ଲୋକଙ୍କ ଆବଶ୍ୟକତାଠୁ ଅଧିକ କୃଷ୍ଣ କଥା କହିବାର ମାନେ ମହିମା ଶିକ୍ଷା ଦେବା କଥା ନୁହେଁ। ତ ସେଇଠି ଅଶ୍ରଦ୍ଧାଳୁ ଆମର, ଯେମିତି ମୁଁ ଖାଲି ସେସନରେ କହୁଥିଲି, ଅଶ୍ରଦ୍ଧା ଶାସ୍ତ୍ରୀୟ ଶ୍ରଦ୍ଧା ଆଦି ନାହିଁ, ତାହେଲେ ଆମ ମନ ତ ଆମକୁ ଚିଟ୍ କରିଦିଏ ଇଜିଲି। ତେଣୁ ଯଦି ଶାସ୍ତ୍ରରେ ଶ୍ରଦ୍ଧା, ଶାସ୍ତ୍ର ଅନୁସାରେ ଆମେ ଭଗବାନଙ୍କର ସ୍ୱରୂପ ଜାଣୁନେ, ସତ୍ୟତାକୁ ଜାଣୁନେ, ତାହେଲେ ଆମେ ମନ ଅନୁସାରେ ନିଜର ପରିକଳ୍ପନା କରୁଛେ। ନିଜେ ଆଧ୍ୟାତ୍ମିକ ମାର୍ଗରେ ପ୍ରଗତି କରିବା ପାଇଁ ନିଜେ ରାସ୍ତା ବାଛୁଛେ। ମନ କେତେ ଦିନ ଆମକୁ ସାହାଯ୍ୟ କରିବନି। ତ ବାହାର ଲୋକକୁ ତ ଆମେ କହିବା କି ନାଇଁ ସେ ଶ୍ରଦ୍ଧା ନାହିଁ ତାର, ତାକୁ ଆମେ ହରିନାମ ବିଷୟରେ କହିବାନି। କିନ୍ତୁ ଇଭିନି ଆମେ ଯୋଉ 7 ନମ୍ବର ଅପରାଧ ଅଛି, ତ ଦିଟା ଅପୋଜିଟ ଭଳିଆ। ଆମେ ବି ଶ୍ରଦ୍ଧା ପୂର୍ଣ୍ଣ ଭାବରେ
ଏହି ଭକ୍ତି ମାର୍ଗକୁ ଆପଣେଇଥିବା ଦରକାର। ନହେଲେ ବାରମ୍ବାର ବାରମ୍ବାର ଅଭ୍ୟାସ କରିବା ସମୟରେ ବାରମ୍ବାର ବାରମ୍ବାର ଆମେ ଗୋଟେ ଯୋଉ ଭୁଲ ଥାଏ ଆମର, ଭୁଲ ଖାଲି 4ଟା ନିୟମ ନଥାଏ। 4ଟା ନିୟମ ତ ଆମକୁ ପାଳନ କରିବା ଅଛି ବହୁତ ଷ୍ଟ୍ରିକ୍ଟଲି। ତା ସାଙ୍ଗରେ ଯୋଉ କର୍ମବାଦ ଥାଏ, କର୍ମ କାଣ୍ଡ ଆଉ ଜ୍ଞାନ ଆଉ ଯୋଉ ଯୋଗ, ୟାର ଯୋଉ ସୂକ୍ଷ୍ମ ସୂକ୍ଷ୍ମ ତତ୍ଵକୁ ଆମକୁ ତାକୁ ସାଇଡ କରିବାର ଥାଏ, ତାକି ଆମେ ଶୁଦ୍ଧ ଭକ୍ତିର ମାର୍ଗରେ ଯାଇପାରିବା। ବହୁତ ଦିନ ତଳେ ଗୋଟେ ଲେକ୍ଚର ଶୁଣିଥିଲି, ସଡନଲି ମୋର ମନେ ପଡିଗଲା। ସେଠି କହିଛନ୍ତି ବେଳେ ବେଳେ ଆମର ଇଚ୍ଛା ହୁଏ କି ସେ ସାଙ୍ଗର ମୋର ଜମା ଭଲ ପଡୁନି, ତ ମୋର ଇଚ୍ଛା ଅଛି ମୁଁ ତାକୁ ଯାଇକି ପୁରା ଉଡି ଉଡି ଯାଇକି ବାଡେଇକି ଆସିବି, ହେଲା। ସିଦ୍ଧି ସିଦ୍ଧି ପ୍ରାପ୍ତି କରିବାର ଇଚ୍ଛା ତ ନଥାଏ, କିନ୍ତୁ ଆମର ବ୍ୟବହାରିକ ଢଙ୍ଗରେ ପଳେଇ ଆସେ, ହେଲା। ମାନେ ଏବେ ବୁଝିବାର ଅଛି ଆମକୁ ଧୀରେ ଧୀରେ କି ନାଇଁ ସୁଖ ସୁଖ ରୂପରେ କେତେ ସବୁ ଅନର୍ଥ। ସେଥିପାଇଁ ଚୈତନ୍ୟ ମହାପ୍ରଭୁଙ୍କୁ କୁହାଯାଏ ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗମ୍। ବୈରାଗ୍ୟ ବିଦ୍ୟା ଚେତନ ମହାପ୍ରଭୁଙ୍କର ଭକ୍ତ ମାନଙ୍କର ବିଶେଷତା ହେଲା ତାଙ୍କ ପାଖରେ ବୈରାଗ୍ୟ ଥାଏ। ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ। ଚୈତନ୍ୟ ମହାପ୍ରଭୁ ଆମକୁ ଏଇ ଶିକ୍ଷା ଦେଇଛନ୍ତି, ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ। ନିଜ ମାନେ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର ଶୁଦ୍ଧ ଭକ୍ତି ଯୋଗ ଏଇ ନାମ ସଂକୀର୍ତ୍ତନ ମାଧ୍ୟମରେ। ଆସନ୍ତୁ ଆମେ ସମସ୍ତେ ଏଇ ସବୁ ଯେତେ ଶାସ୍ତ୍ରର ସାର ଜିନିଷ ଏଇ ନାମରେ ହିଁ ଅଛି, ନାମକୁ ଆମେ ଧାରଣ କରିବା ଶ୍ରଦ୍ଧା ଆଦରାତ ଅନୁଦିତା, ଆଦର ସହକାରେ ଆଉ ପ୍ରତ୍ୟେକ ମୁହୂର୍ତ୍ତରେ, ଏମିତି ଆମ ପ୍ରତି ଶ୍ୱାସେ ନା ବିଶ୍ୱାସେ, ପ୍ରତ୍ୟେକ ଶ୍ୱାସରେ ଆମେ ବିଶ୍ୱାସ କରିପାରିବାନି, କିନ୍ତୁ ପ୍ରତ୍ୟେକ ଶ୍ୱାସରେ ଆମେ ହରିନାମ ନେବା ପାଇଁ ପ୍ରଚେଷ୍ଟା କରିଥିବା, ତାହେଲେ ଭଗବାନ ଆମକୁ ଏ ସଂସାରର ପ୍ରପଞ୍ଚରୁ ଉଦ୍ଧାର କରିବେ। ଠିକ ଅଛି, ତ ଆସନ୍ତୁ ପ୍ରାତଃ ମୁହୂର୍ତ୍ତରେ ଆମେ ଭଗବାନଙ୍କର ନାମକୁ ଉଚ୍ଚାରଣ କରିବା। ୟା ପୂର୍ବରୁ ଆମେ ବୈଷ୍ଣବ ମାନଙ୍କୁ ପ୍ରଣାମ କରିବା। ବୈଷ୍ଣବ ମାନେ ବାଞ୍ଛା କଳ୍ପତରୁ ଭଳି ଯାହାର ସାଗର ପତିତ ଦେବଙ୍କର ଉଦ୍ଧାରକାରୀ ଏବଂ ଦୈନନ୍ଦିନ ଜୀବନରେ ଜ୍ଞାତ ବା ଅଜ୍ଞାତ ସ୍ତରରେ ଯଦି କୌଣସି ସାଧୁ ଗୁରୁ ବୈଷ୍ଣବଙ୍କ ନିକଟରେ ଅପରାଧ ହୋଇଥାଏ, ତାହେଲେ ପ୍ରାତଃ ମୁହୂର୍ତ୍ତରେ ସେମାନଙ୍କ ଚରଣ କମଳରେ କ୍ଷମାପ୍ରାର୍ଥନା ମାଗି ନେବା ଉଚିତ। वञ्चाकल्पतरोर्भ्यश्च कृपा सिन्धुभैव च पतितानं पावनेभ्यो वैष्णवेभ्यो नमो नमः। अनंत कोटि वैष्णव भक्त वृंद की जय। जगत गुरु श्रील प्रभुपाद की जय। हरे कृष्ण।